2025 ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ପ୍ରତିବର୍ଷ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ହୁଏ। ଧାର୍ମିକ ଦୃଷ୍ଟିକୋଣରୁ ଗ୍ରହଣକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଏହି କାରଣରୁ ହିନ୍ଦୁ ଧର୍ମରେ ଗ୍ରହଣ ସମୟରେ ସୂତକର ନିୟମ ପାଳନ କରାଯାଏ ଏବଂ ଅନେକ ପ୍ରକାରର କାର୍ଯ୍ୟକଳାପ ମଧ୍ୟ ନିଷେଧ କରାଯାଏ। ଚଳିତ ବର୍ଷ ଗୋଟିଏ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଲାଗୁଛି। ବର୍ଷର ପ୍ରଥମ ଗ୍ରହଣ ବିଷୟରେ କହିବାକୁ ଗଲେ ବର୍ଷର ପ୍ରଥମ ଗ୍ରହଣ 2025 ମାର୍ଚ୍ଚରେ ହେବାକୁ ଯାଉଛି, ଯାହା ଏକ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 14 ମାର୍ଚ୍ଚ ଫାଲ୍ଗୁନ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି। ଏହି ଗ୍ରହଣ ମାର୍ଚ୍ଚ 14 ତାରିଖ ଦିନ ସକାଳ 9:29ରେ ଆରମ୍ଭ ହେବ ଏବଂ ଅପରାହ୍ନ 3:29ରେ ଶେଷ ହେବ। ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଦିନ ବେଳେ ହେଉଛି, ତେଣୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ କୌଣସି ସୂତକ ମଧ୍ୟ ହେବ ନାହିଁ। ଯେଉଁ ସ୍ଥାନରେ ଗ୍ରହଣ ଦୃଶ୍ୟମାନ ହୁଏ ସେଠାରେ ସୂତକ ବୈଧ ଅଟେ। ଯେହେତୁ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏଠାରେ ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ସୂତକ ବୈଧ ନୁହେଁ, ତେଣୁ ଚନ୍ଦ୍ରଗ୍ରହଣ ହୋଲି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତେଣୁ ମାର୍ଚ୍ଚ 14 ତାରିଖରେ ଆପଣ ହୋଲି ଖେଳିପାରିବେ, ପୂଜା କରିପାରିବେ ଏବଂ ଫାଲ୍ଗୁନ ପୂର୍ଣ୍ଣିମା ସହିତ ଜଡ଼ିତ ସମସ୍ତ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ କରିପାରିବେ।